ଯେଉଁ ନାରୀ ଜୀବନରେ କେବେ କୌଣସି ପରିସ୍ଥିତିରେ ପଛକୁ ହଟିଯିବାକୁ ଚାହେଁ ନା, ସେ ପରିସ୍ଥିତି ଓ ପରିବେଶର ବିହିତ ମୁକାବିଲା କରି ଆଗେଇବାକୁ ଚାହେଁ, ସେମାନଙ୍କ ପାଇଁ ମୋର ଦୟାଲ ଶ୍ରୀ ଠାକୁର କହିଲେ ଅତି ସୁନ୍ଦର କଥାଟିଏ। କହିଲେ, କନ୍ୟା, ଯୁବତୀ ବା ବିବାହିତା ନାରୀ ଯଦି ଜୀବନରେ ଆଦର୍ଶ ଗ୍ରହଣ କରିଥାଏ, ତେବେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଯେତେ ଅସୁବିଧା ଆସୁନା କାହିଁକି, ଯେତେ ବି ବିପଦ ଆସୁନା କାହିଁକି, ସେ ତଳେ ପଡ଼ିଯାଏ ନାହିଁ। ଯଥା ସମୟରେ ଇଷ୍ଟ ନିର୍ଦ୍ଦେଶ ତାକୁ ସ୍ମରଣ କରାଇ ଦିଏ, ତାକୁ ଜାଗ୍ରତ କରାଇ ଦିଏ। କେଉଁଠି କ'ଣ କରଣୀୟ ସେ ବିଷୟରେ ସତର୍କ କରାଇ ଦିଏ, ଯାହା ଫଳରେ ତା ଜୀବନରେ ସେ କେବେ ବି ପଶ୍ଚାତାପଦ ହୁଏ ନା। ଏଣୁ ନାରୀ ଜୀବନରେ ଅନୁପ୍ରାଣତା ହିଁ ହେଉଛି ମୁଖ୍ୟ। ତେଣୁ ଝିଅ ଜୀବନରୁ ହିଁ ଏସବୁ ପ୍ରତି ଯେଉଁ କନ୍ୟା ସଜାଗ ରହେ, ସେ ଭବିଷ୍ୟତ ଜୀବନରେ ଦକ୍ଷ ହୋଇ ଉଠେ ଓ ପରିବାର ପରିଜନକୁ ସେବା ଓ ପ୍ରୀତିରେ ବାନ୍ଧି ରଖି ମହା ଆନନ୍ଦ ପ୍ରାପ୍ତି ହୁଏ, ସୁଖ ଶାନ୍ତିର ଅଧିକାରିଣୀ ହୁଏ। ଶ୍ରୀ ଠାକୁର ପୁଣି କହିଲେ, ଆଦର୍ଶରେ ଅନୁପ୍ରାଣତା, ସେବାରେ ଦକ୍ଷତା, କାର୍ଯ୍ୟରେ ନିପୁଣତା, କଥାରେ ମିଷ୍ଟତା ଓ ସହାନୁଭୂତି, ବ୍ୟବହାରରେ ସମ୍ବର୍ଦ୍ଧନା, ଏଗୁଡ଼ିକ ନାରୀର ମହତ ଗୁଣ।